ଆମକୁ ପ୍ରତ୍ୟେକ ସମ୍ପର୍କକୁ ସମୟ ଦେବା ଉଚିତ। କିଏ ଜାଣିଛି କାଲି ଆମ ପାଖରେ ସମୟ ଥିବ କିନ୍ତୁ ସମ୍ପର୍କ ନଥିବ। ଜୀବନରେ କେବେ ବି କାହାକୁ ବେକାର ଭାବନି, କାରଣ ବନ୍ଦ ପଡ଼ିଥିବା ଘଡ଼ି ବି ଦିନରେ 2 ଥର ଠିକ୍ ଟାଇମ୍ କହିଥାଏ। ଜୀବନରେ ସବୁବେଳେ ସମ୍ପର୍କକୁ ବଞ୍ଚେଇ ରଖିବା ପାଇଁ ସେତିକି ଜରୁରୀ ହୋଇଥାଏ ଯେତିକି ଗୋଟିଏ ଗଛକୁ ସବୁଦିନ ତା ମୂଳରେ ପାଣି ଦେବା ସହିତ ସମାନ ହୋଇଥାଏ। ନହେଲେ ସମ୍ପର୍କ ଯେତେ ମଜବୁତ ହେଇଥାଉ ନା କାହିଁକି ଦିନେ ନା ଦିନେ ନିଶ୍ଚିତ ଭାବରେ ଭାଙ୍ଗିଯାଏ। ସତରେ ଜୀବନରେ ଭଲ ଜୀବନ ସାଥୀଟିଏ ମିଳିଗଲେ ନା ଲମ୍ବା ରାସ୍ତା ବି ଛୋଟ ହୋଇଯାଏ। ପ୍ରକୃତ ପ୍ରେମକୁ କେବେ ଭୁଲି ହୁଏ ନାହିଁ, ଆଉ ସେ ପ୍ରେମ ହୃଦୟରେ ସ୍ମୃତି ହୋଇ ରହିଯାଏ। ଯେଉଁଦିନ ପର୍ଯ୍ୟନ୍ତ ତୁମେ ଲୋକଙ୍କୁ ଖୁସି କରାଇ ପାରୁଥିବ ଲୋକେ ତୁମକୁ ସାବାସୀ ଦେଉଥିବେ। ଯେଉଁଦିନ ଲୋକଙ୍କ କଥା ଛାଡ଼ି ତୁମ କଥା ଭାବିବ ଲୋକେ ନିନ୍ଦା କରିବା ଆରମ୍ଭ କରିଦେବେ। ବାରମ୍ବାର କାହାକୁ ବୁଝେଇବା ଅପେକ୍ଷା ନିଜକୁ ବୁଝେଇ ଏକୁଟିଆ ବଞ୍ଚିବା ଶିଖନ୍ତୁ, କାହିଁକି ନା ଏଠି କେହି କାହାର ନୁହନ୍ତି। କେବେ କେବେ ସମ୍ପର୍କର ମାନେ ସେମାନେ ଶିଖେଇ ଦିଅନ୍ତି ଯାହା ସହ ଆମର କୌଣସି ସମ୍ପର୍କ ହିଁ ନଥାଏ। ଜୀବନରେ ଯିଏ ଯେତେ ବି କହୁନା କାହିଁକି ନିଜକୁ ସବୁବେଳେ ଶାନ୍ତ ରଖନ୍ତୁ, କାରଣ ଖରା ଯେତେ ବି ଟାଣ ହେଇଥାଉ ନା କାହିଁକି ସମୁଦ୍ରକୁ ଶୁଖେଇ ପାରିବ ନାହିଁ। ଦୂରତାରେ କିଛି ମାନେ ନାହିଁ ଯଦି ଜାଗା ହୃଦୟରେ ଅଛି। ହୃଦୟର ଦୁଆରକୁ ସାବଧାନର ସହ ଜଗିଥାଅ। ଯିଏ ଭଲ ତାକୁ ହୃଦୟରେ ଜାଗା ଦିଅ, ଆଉ ଯିଏ ଖରାପ ତାକୁ ବାହାରକୁ ଯିବାକୁ ଦିଅ। ଅତି ସହଜରେ କାହାକୁ ବିଶ୍ୱାସ କରିବେ ନାହିଁ, କାରଣ ବିଶ୍ୱାସର ମର୍ଯ୍ୟାଦା ସମସ୍ତେ ରଖିପାରନ୍ତି ନାହିଁ। ସମସ୍ତେ ଦୁଃଖ ଦେଇପାରନ୍ତି କିନ୍ତୁ ଦୁଃଖ ସହିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ। ସମସ୍ତେ କନ୍ଦେଇ ପାରନ୍ତି କିନ୍ତୁ ହସେଇବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ। ବନ୍ଧୁତା ସମସ୍ତେ କରିପାରନ୍ତି କିନ୍ତୁ ବନ୍ଧୁତା ତୁଲେଇବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ। ମଣିଷ କେବେ ନିଜେ ବଦଳି ନଥାଏ। ବେଳେବେଳେ ଜୀବନରେ ଏମିତି କିଛି ଘଟଣା ଘଟେ ଯାହା ମଣିଷକୁ ବଦଳିବାକୁ ବାଧ୍ୟ କରିଥାଏ। ଗର୍ବ ଜୀବନରେ ସେହି ମଣିଷ ପ୍ରକୃତରେ କରିଥାଏ ଯାହାକୁ ବିନା ସଂଘର୍ଷରେ ସବୁକିଛି ମିଳିଯାଇଥାଏ। କିନ୍ତୁ ଯିଏ ପ୍ରକୃତରେ ପରିଶ୍ରମ କରି ସବୁକିଛି ହାସଲ କରିଥାଏ ସେହି ମଣିଷ ପ୍ରକୃତରେ କେତେ ଯେ କଷ୍ଟ ସେ ବୁଝିଥାଏ ଆଉ ତାକୁ ସମ୍ମାନ କରିଥାଏ। ମତଲବ ଦୁନିଆରେ ସମ୍ପର୍କର ଚାରେ ସୁଗାର ଟିକେ ମାପିକି ପକାନ୍ତୁ। କମ୍ ହେଇଯିବ ତ ସ୍ୱାଦ ଆସିବନି, ଆଉ ଯଦି ଅଧିକ ହେଇଯିବ ତ ମନ ଭରିଯିବ। ଧୋକା ଦେବାର 1000 ବାଟ ଅଛି, କିନ୍ତୁ ସବୁଠାରୁ ଖରାପ ବାଟ ହେଲା ମିଛ ଭଲ ପାଇବା, ମିଛ ସମ୍ପର୍କ ଆଉ ମିଛ ସହାନୁଭୂତି ଦେଖେଇବା। କାହାର କଷ୍ଟ ଦେଖିବାକୁ ଚାହୁଁଛ ତ ତା ଆଖିକୁ ଦେଖ। ଚେହେରା ମିଛ କହିପାରେ ହେଲେ ଆଖି ନୁହେଁ। ଆଜିକାଲି ଦୁନିଆରେ ଏତେ ସୁନ୍ଦର ସମ୍ପର୍କ ଏଥିପାଇଁ ଭାଙ୍ଗି ଯାଉଛି ଯେ ଲୋକେ ବାହାର ଲୋକଙ୍କ କଥା ଶୁଣିକି ନିଜର ଲୋକଙ୍କୁ ଅବିଶ୍ୱାସ କରୁଛନ୍ତି। ଭଲ ପାଇବା ଗୋଟିଏ ଏମିତି ସମ୍ପର୍କ ତା ଆଗରେ ରକ୍ତର ସମ୍ପର୍କ ବି ଫିକା ପଡ଼ିଯାଏ। ରକ୍ତର ସମ୍ପର୍କକୁ ହୁଏତ ଭୁଲି ଯାଇପାରେ ହେଲେ ହୃଦୟରେ ଯେଉଁ ଭଲ ପାଇବା ସମ୍ପର୍କ ଥାଏ ତାକୁ ଭୁଲି ହୁଏ ନାହିଁ। ମନୁଷ୍ୟ ଶରୀରର ସୁନ୍ଦରତା ମନକୁ ଆକର୍ଷଣ କରିଥାଏ କିନ୍ତୁ ତାର ବ୍ୟବହାରର ସୁନ୍ଦରତା ହୃଦୟକୁ ଛୁଇଁଥାଏ। ସେଥିପାଇଁ ତ ନିଜର ବ୍ୟବହାରକୁ ସୁନ୍ଦର କରନ୍ତୁ ଆଉ ଜୀବନରେ ସୁଖରେ ରୁହନ୍ତୁ।